ହ୍ୟାଲୋ ହାଏ ନମସ୍କାର ଜୟ ଜଗନ୍ନାଥ। ଆଉ ଏକ ହୋଟେଲ ବ୍ଲଗକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ହୋଟେଲରେ କ'ଣ କ'ଣ ଆଇଟମ୍ ହେଉଛି ସେଇଟା ମୁଁ ଦେଖେଇବି, ପୁରା ରେସିପିଟା ଦେଖେଇବି, କେମିତି କ'ଣ ହେଉଛି ଟୋଟାଲ ଦେଖେଇବି। ଆସନ୍ତୁ ପ୍ରଥମେ ଭାତ ଚୁଲିକି ନେବି। ଦେଖନ୍ତୁ ଆମର ଭାତ ପାଣି ବଇଛି ବର୍ତ୍ତମାନ ପାଇଁ, ଚୁଲି ଲାଗିକି ଭାତ ପାଣି ବଇଛି। ଏବେ ଦେଖନ୍ତୁ ପାଣି ଗରମ ହେଇ ଆସିଲାଣି ଏବଂ ଚାଉଳ ପଡ଼ିଯାଇଛି। ଇଆଡ଼େ ମସଲା ଦେଖନ୍ତୁ କଷିଆ ଚାଲିଛି। ହଳଦୀ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ସବୁ ପଡ଼ିଛି। ଦେଖନ୍ତୁ ଏଇଟା ପଡ଼ିଛି କେତେ ସୁନ୍ଦର ଦେଖାଯାଉଛି। ଏବେ ତାକୁ ଟିକେ ଘାଣ୍ଟି ଦେବା। ଦେଖନ୍ତୁ ଆମର ଫାଇନାଲି ମସଲା ଏବେ ରେଡ଼ି ହେଇଗଲା ତରକାରୀ ପାଇଁ। ଏଇ ଗୋଟିଏ ମସଲାରୁ ସବୁ ତରକାରୀ ବାହାରିବ। ଦେଖନ୍ତୁ ଆମର ଏବେ ଡାଲି ପାଣି ବଇଛି, ପରିବା କଟା ଚାଲିଛି। ଏପଟେ ଆଳୁ ବନ୍ଧାକୋବି କଟା ଚାଲିଛି। ଆଳୁ କଟା ହଉଛି ଦେଖନ୍ତୁ। ଦେଖନ୍ତୁ ଆମର କଖାରୁ କଟା ହେଇକି ଥୁଆ ହେଇଛି ଏବଂ ବାଇଗଣ କଟା ହେଇଛି ସେଥିରେ ଏବଂ ବିନ୍ସ କଟା ହେଇଛି। ଏପଟେ ସୋରିଷ ଗ୍ରାଇଣ୍ଡିଙ୍ଗ ହଉଛି ଦେଖନ୍ତୁ, ଗ୍ରାଇଣ୍ଡର ସୋରିଷ ଗ୍ରାଇଣ୍ଡିଙ୍ଗ ହଉଛି। ଏବେ ଦେଖନ୍ତୁ ମସଲା ଝୋଳ ରେଡି ହେଇଗଲା ଆମର, ଅଣ୍ଡା ଝୋଳଟା। ଏବେ ଦେଖନ୍ତୁ ଅଣ୍ଡା ବି ରେଡି, ଦେଖନ୍ତୁ ଅଣ୍ଡା କେତେ ସୁନ୍ଦର ଦେଖ। ଏବେ ଦେଖନ୍ତୁ ପିଆଜ ପଇଲା ଏବଂ କଞ୍ଚା ଲଙ୍କା ଅଦା ରସୁଣ ଏବଂ ବନ୍ଧାକୋବି ପଇଲା, ଆଳୁ ପଇଲା। ଏବେ ତାକୁ ଭଜା ହବ। ଏବେ ଦେଖନ୍ତୁ ଆମର ସୋରିଷ ଝୋଳ ରେଡି ହେଇଗଲା। ମାଛ ଖାଲି ସେଥିରେ ପଡ଼ିବ। ଇଆଡ଼େ ଦେଖନ୍ତୁ ଆମର ପନିପରିବା ପଡ଼ିକି ଆମର ଯୋଉ ଘାଣ୍ଟଟା ସାଧା ଘାଣ୍ଟ ପାଇଁ ପରିବା ସିଝା ଯାଉଛି। ଏପଟେ ମାଛ ଚିକେନ ବି ରେଡି ହେଇଗଲା। ଚିକେନ ଥୁଆ ହେଇଛି, ମାଛ ହଳଦୀ ଲଙ୍କାଗୁଣ୍ଡ ଲୁଣ ଗୁଳା ହେଇକି ଥୁଆ ହେଇଛି। ଏପଟେ ଦେଖନ୍ତୁ ଘାଣ୍ଟ ବି ରେଡି, ସାଧା ଘାଣ୍ଟ ଆଇଁଷ ଘାଣ୍ଟ ଏଇ ଗୋଟିଏ ତରକାରୀରୁ ବାହାରିବ। ଏପଟେ ଦେଖନ୍ତୁ ଭାତ ଚଣା ବି ସରିଗଲା, ଏବେ ଭାତ ବି ହେଇଗଲା। ଦେଖନ୍ତୁ ଆମର ଚିକେନ ବି ରେଡି। ଏବେ ଯୋଉ ମସଲାରେ ଆମର ଚିକେନ ପଡିଗଲା, ଯୋଉ ମସଲାଟା କଷିଆ ହେଇକି ଥିଲା ସେଇ ମସଲାରେ ଚିକେନ ପଇଲା। ଚିକେନଟା କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଦେଖନ୍ତୁ ତାକୁ ଘାଣ୍ଟି ଦେଲେ କେତେ ସୁନ୍ଦର ଦେଖାଯାଉଛି। ଏବେ ମାଛ ଛଣା ହେଇଗଲା ଦେଖନ୍ତୁ ଫାଇନାଲି। ଏବେ ମାଛ ଝୋଳରେ ମାଛ ଛଣା ପଡିବ। ଏବେ ଚାଲନ୍ତୁ ସବୁ ଆଇଟମ ଆପଣଙ୍କୁ ଦେଖେଇବି। ଏବେ ଆମର ଆଇଟମ ରେଡି ହେଇଯାଇଛି। ଦେଖନ୍ତୁ ଆମର ପ୍ରଥମେ ଭାତ ଦେଖନ୍ତୁ, ଉଷୁନା ଭାତଟା କେମିତି ଦେଖାଯାଉଛି ଦେଖନ୍ତୁ। ଏଇଟା ଉଷୁନା ଭାତ। ଏପଟେ ହରଡ଼ ଡାଲିଟା ଦେଖନ୍ତୁ କେତେ ବହଳିଆ ହରଡ଼ ଡାଲି। ଡାଲିଟା କେତେ ବହଳିଆ ଦେଖନ୍ତୁ, ଘାଣ୍ଟିକି ଦେଖଉଛି ଏଇଟା ଦେଖନ୍ତୁ। ଏପଟେ ଘାଣ୍ଟ ବି ଥୁଆ ହେଇଛି, ସାଧା ଘାଣ୍ଟ ଏଇଟା। କେମିତି ଦେଖାଯାଉଛି ସବୁ ଆଇଟମ କୁହନ୍ତୁ। ଦେଖନ୍ତୁ ଆମର ଭଜା ବି ରେଡି, ବନ୍ଧାକୋବି ଆଳୁ ଭଜା ଏଇଟା, ଇଏ ବି ରେଡି। ଏପଟେ ଦେଖନ୍ତୁ ଏଇଟା ଆଇଁଷ ଘାଣ୍ଟ। ଆଇଁଷ ଘାଣ୍ଟ ବି ରେଡି, ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏପଟେ ମାଛ ଝୋଳଟା ଦେଖନ୍ତୁ, ଯୋଉ ସୋରିଷ ଝୋଳଟା ଗ୍ରାଇଣ୍ଡିଙ୍ଗ ହେଇଥିଲା ଦେଖନ୍ତୁ ସେଇଟା କେମିତି ଦେଖାଯାଉଛି। ସୋରିଷ ଝୋଳଟା ପିସ୍ ଗୁଡ଼ା ଦେଖନ୍ତୁ, ମାଛ ପିସ୍ ବି ପଡିଛି ସେଥିରେ। ଯୋଉ ମାଛ ଛଣା ହେଇଥିଲା ସେଇ ପିସ୍ ପଡିଛି ସେଥିରେ। ଏପଟେ ଦେଖନ୍ତୁ ଚିକେନଟା, ଚିକେନଟା କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଏଇଟା ମତେ କମେଣ୍ଟ କରିକି କହିବେ କୋଉ ଆଇଟମଟା ଆପଣଙ୍କୁ ଅତି ସୁନ୍ଦର ଦେଖାଯାଉଛି। ଦେଖନ୍ତୁ ଅଣ୍ଡା ଝୋଳଟା, ଅଣ୍ଡା ଝୋଳଟା କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ଏପଟେ ପିଆଜ ଲେମ୍ବୁ କଟା ହେଇକି ଅଛି, ଏପଟେ ପାର୍ସଲ ବନ୍ଧା ହେଇକି ଥୁଆ ହେଇଛି। ଦେଖନ୍ତୁ ଏବେ ଲୋକ ଖାଉଛନ୍ତି, ଲୋକ ସବୁ ମନ ଖୁସିରେ ଖାଉଛନ୍ତି, କାହାର ମନ ଖରାପ ନାହିଁ ଖାଇବାରେ। ପୁଅ ଆମର ଖାଇବାକୁ ଦଉଛି, ଉଇଥ୍ ପାଣି ବୋତଲ ଭରୁଛି, ପ୍ଲେଟ ଉଠଉଛି। ଭାଉଜ ଏଠି ପଇସା ରଖୁଛନ୍ତି। ଏପଟେ ସନ୍ତୋଷୀ ଠିଆ ହେଇଛି। ଦେଖନ୍ତୁ ଚିକେନଟା କେତେ ଟେଷ୍ଟ ଦେଖନ୍ତୁ, ସେଇଟା ମୁଁ ଦେଖଉଛି ଆପଣଙ୍କୁ। ଚିକେନ ପିସଟା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଚିକେନଟା ମୁଁ ଖାଇଲି, ଟେଷ୍ଟ ନମ୍ବର ୱାନ୍ ଟେଷ୍ଟ। ଭାତ ବି ଖାଇଲି।